ଗ୍ରାମ୍ୟ ଏବଂ ସହର ମଧ୍ୟରେ ପାର୍ଥକ୍ୟ ପରୀକ୍ଷାରେ ପଡ଼ିଥାଉଛି। ଏଣୁ ଏହାର କେତେଗୁଡ଼ିଏ ପାର୍ଥକ୍ୟ ଗୁଡ଼ିକ ଆଜି ମୁଁ ଡିସ୍କସନ୍ କରିବି। ଏହାକୁ କେବଳ ଆମେ ପଢ଼ିବା। ପ୍ରଥମ ପାର୍ଥକ୍ୟ ହେଉଛି ଗ୍ରାମ୍ୟ ଓ ସହର ମଧ୍ୟରେ ସାଧାରଣ ପରିବେଶ ଓ ପ୍ରକୃତି ପ୍ରତି ମନୋଭାବରେ ପାର୍ଥକ୍ୟ। ଦ୍ୱିତୀୟ ପାର୍ଥକ୍ୟ ହେଉଛି ବ୍ୟବସାୟରେ ପାର୍ଥକ୍ୟ। ତୃତୀୟ ଆକାରରେ ପାର୍ଥକ୍ୟ। ପ୍ରଥମ ପାର୍ଥକ୍ୟ ସାଧାରଣ ପରିବେଶ। ଗ୍ରାମରେ ସରଳ ସୁନ୍ଦର ଶାନ୍ତ ପରିବେଶ ଏବଂ ସହରରେ ତାହା କ'ଣ ହୁଏ ନା ଜଟିଳ ପରିବେଶ ଥାଏ, ଅର୍ଥାତ୍ ଭିଡ଼ ପରିବେଶ ଥାଏ। ବ୍ୟବସାୟରେ ପାର୍ଥକ୍ୟ। ଗ୍ରାମରେ ଲୋକମାନେ କୃଷି ଉପରେ ନିର୍ଭର କରନ୍ତି, ପଶୁପାଳନ ନିର୍ଭର କରନ୍ତି ଏବଂ ପରିବା ଚାଷ ଇତ୍ୟାଦି କରନ୍ତି, କିନ୍ତୁ ସହରରେ ଅଣକୃଷି ଜାତିକ କାର୍ଯ୍ୟ କରନ୍ତି, ବ୍ୟବସାୟ ଶିଳ୍ପ ଅନୁଷ୍ଠାନରେ କାର୍ଯ୍ୟ କରନ୍ତି। ଆକାରରେ ପାର୍ଥକ୍ୟ। ଗ୍ରାମଟି ଛୋଟିଆ ଆକାର ହୋଇଥାଏ। ଏଠାରେ କମ୍ ଲୋକ ବାସ କରନ୍ତି, 5,000 କମ୍ ଲୋକ ବାସ କରନ୍ତି, କିନ୍ତୁ ସହରରେ 5,000 ଅଧିକ ଲୋକ ବାସ କରନ୍ତି। ଏଣୁ ଏହାର ଆକାର ବଡ଼ ହୋଇଥାଏ। ଜନସଂଖ୍ୟାରେ ଘନତ୍ୱରେ ପାର୍ଥକ୍ୟ 4 ନମ୍ବର ପଏଣ୍ଟ। କ'ଣ ନା ସହରରେ ଅତ୍ୟଧିକ ଭିଡ଼ ଥିବାରୁ ଅତ୍ୟଧିକ ଲୋକ ବାସ କରନ୍ତି, 5,000 ଅଧିକ ଲୋକ ବାସ କରନ୍ତି, ଏହାର ଘନତ୍ୱ ଅଧିକ। କିନ୍ତୁ ଗ୍ରାମରେ 5,000 କମ୍ ଲୋକ ବାସ କରନ୍ତି, ତେଣୁ ଏହାର ଘନତ୍ୱ କମ୍ ଅଟେ। 5 ନମ୍ବର ପଏଣ୍ଟ ସମଜାତୀୟତା ଓ ବିଷମ ଜାତୀୟତା। ଏଠାରେ ଆମର ଗ୍ରାମରେ କମ୍ ଲୋକ ବାସ କରୁଥିବାରୁ ଏଠି ସମାନ ଜାତି ବା ଗ୍ରାମ୍ୟ ଜାତି ବୋଲି ଆମେ କହିଥାଉ। ଏଠି ସମାନ ଜାତି ବାସ କରନ୍ତି, କିନ୍ତୁ ସହରରେ ଯେହେତୁ ଅତ୍ୟଧିକ ଲୋକ ବାସ କରନ୍ତି, ତେଣୁ ସେମାନଙ୍କ ଭିତରେ ଜାତୀୟତା ଭିତରେ ବିଷମ ଥାଏ, ଅଲଗା ଅଲଗା ପାର୍ଥକ୍ୟ ଥାଏ, କିଏ କାହାକୁ ଚିହ୍ନି ନଥାନ୍ତି। ଆଉ 6 ନମ୍ବର ପଏଣ୍ଟ କହିବି ସାମାଜିକ ପ୍ରଭେଦୀକରଣ ପାର୍ଥକ୍ୟ। ସାମାଜିକ ପ୍ରଭେଦୀକରଣ କ'ଣ ନା ସମସ୍ତେ ସମସ୍ତଙ୍କୁ ଭଲ ପାଆନ୍ତି, ମୁହାଁମୁହିଁ ସମ୍ପର୍କ ରହେ, ସାମାଜିକ ସ୍ଥିତି ଏଠି ଭଲ ରୁହେ, ସୁଦୃଢ଼ ଥାଏ। କେଉଁଠି ଗ୍ରାମରେ ଶାନ୍ତ ପରିବେଶ, ପ୍ରତ୍ୟକ୍ଷ ସମ୍ପର୍କ ଥାଏ, ଆଉ ୱି ଫିଲିଙ୍ଗସ୍ ଅର୍ଥ ଆମ ଭାବନା ଥାଏ, କିନ୍ତୁ ସହରରେ ତାହା ବିପରୀତ ଅଟେ। ଏଠାରେ ସମସ୍ତେ ଆଇ ଫିଲିଙ୍ଗସ୍ ରହନ୍ତି, ସମସ୍ତେ ନିଜକୁ ନିଜେ ଭଲ ପାଆନ୍ତି ନାହିଁ କିମ୍ବା ପରୋକ୍ଷ ସମ୍ପର୍କ ଥାଏ। ସପ୍ତମ ସାମାଜିକ ସ୍ତରୀକରଣ ପାର୍ଥକ୍ୟ। ଗ୍ରାମରେ ସାମାଜିକ ସ୍ତରୀକରଣ ଅତ୍ୟଧିକ ଥାଏ, ଉଚ୍ଚ କ୍ରମ ଥାଏ, ଏଠାରେ ଜାତିଭେଦ ପ୍ରାୟ ଥାଏ, କିନ୍ତୁ ସହରରେ ତାହା ଜାତିଭେଦ ନଥାଏ। ଧନ୍ୟବାଦ।